अरे भाई रे ମୁଁ ବହୁତ ଖୁସି ତମେ ମାନେ ଆସିଛ ମତେ ସେଇଟା ବହୁତ ଖୁସି ଲାଗୁଛି ମୋ ଦି ପୁଅ ମିଶିକିରି ଏଇଟା କରୁଛନ୍ତି। ଆରେ ମୁଁ ସବୁ ମୋର ଚାଷୀ ଝିଅ ମୋ ବାପା ଚାଷୀ ମୁଁ ତାଠୁ ସବୁ ଶିଖିଛି ମୁଁ କରେ। ଏଥର ମୁଁ ଅତ୍ୟନ୍ତ ଖୁସି ମୋ ବଡ ପୁଅ ସିଦ୍ଧାର୍ଥ ସାନ ପୁଅ ମନ୍ମଥ ଏଥର ପୁରା ଦାୟିତ୍ୱ ନେଇ ଏ ଯୋଉ ପଖାଳ ଦିବସର ଆରେଞ୍ଜମେଣ୍ଟ କରିଛନ୍ତି। ମତେ ଏତିକି ଦରକାର ଥିଲା ଜଗନ୍ନାଥ ଆଲ୍ଲାହ ଯୀଶୁ ବୁଦ୍ଧ ମୋ ଦି ପୁଅଙ୍କର ମନକୁ ଏକ କରିଦେଇଛନ୍ତି ମୁଁ ସେଥିରେ ଖୁସି। ଆରେ ରେଡି ତ ମାରି ଚାଲ 56 ବର୍ଷ ହେଲା ଆମେ ପଖାଳ ଦିବସ କରି ଆସୁଛୁ। ଆଜି ଦିବସ ସ୍ୱୟଂ ଜଗନ୍ନାଥଙ୍କ ପାଖେ ଆଜି ପଖାଳ ଭୋଗ ହବ 3 ଥର। ତାକୁ ଅନୁସରଣ କରି 80 ମସିହାରେ ଜାନକୀ ପଟ୍ଟନାୟକ ମତେ କହିଲେ ସୁର ଏବଂ ଗୋଟେ ପଖାଳ ଦିବସ କର। ସେଇ ଦିନଠୁ ଆମର ହେଇ ଆସୁଛି। ଯାହା ଏଥର ମୁଁ ଅତ୍ୟନ୍ତ ଖୁସି ମୋ ବଡ ପୁଅ ସିଦ୍ଧାର୍ଥ ସାନ ପୁଅ ମନ୍ମଥ ଏଥର ପୁରା ଦାୟିତ୍ୱ ନେଇ ଏ ଯୋଉ ପଖାଳ ଦିବସର ଆରେଞ୍ଜମେଣ୍ଟ କରିଛନ୍ତି। ମତେ ଏତିକି ଦରକାର ଥିଲା ଜଗନ୍ନାଥ ଆଲ୍ଲାହ ଯୀଶୁ ବୁଦ୍ଧ ମୋ ଦି ପୁଅଙ୍କର ମନକୁ ଏକ କରିଦେଇଛନ୍ତି ମୁଁ ସେଥିରେ ଖୁସି। ଆରେ ରେଡି ତ ମାରି ଚାଲ। अरे भाई रे ମୁଁ ବହୁତ ଖୁସି ତମେ ମାନେ ଆସିଛ ମତେ ସେଇଟା ବହୁତ ଖୁସି ଲାଗୁଛି ମୋ ଦି ପୁଅ ମିଶିକିରି ଏଇଟା କରୁଛନ୍ତି। ଆଉ ତମମାନେ ପଖାଳ ଖାଇକିରି ଯିବ ଖାଇକିରି ଯିବ। ଆଉ ମୁଁ ଖାଇନି ମୁଁ ବି ଏବେ ଖାଇବି ଖାଇବି। ଗୋଟେ ବୋଉ ନାହିଁ ବଡ ବୋଉ ପୁରା ଏଠି ଠିଆ ହେଇଛି ମୋ ବଡ ବୋଉ ପୁରା ଇଏ ସାନ ବୋଉଟି ବମ୍ବେରେ ଅଛି ଆସିନି। ଆସିଥିଲେ ହେଇଥାନ୍ତା ଟାଇମ ହେଲାନି ତାକୁ ଆସିପାଇଲାନି ଆଉ କଣ। ଆଉ ଝିଅ ମାନେ ଗୋଟେ ଟିକେ ଡେରିରେ ଆସିବେ ମୋର ପ୍ରସାଦ ଟିକେ ଡେରିରେ ବାହାରେ କଣ ଜାଣିଲ ପ୍ରସାଦ ଆଉ ରୀତା ଆଉ ସେ 2 ଜଣ ଡେରିରେ ଆସିବେ। ବଡ ଝିଅ ଏବେ ଆସିଯିବ ଆସିବ ଯେ ତାର କାହିଁ ଟିକେ ଡେରି ହଉଛି ଅଫିସ ଅଛି ତ। ଆରେ ମୁଁ ସବୁ ମୋର ଚାଷୀ ଝିଅ ମୋ ବାପା ଚାଷୀ ମୁଁ ତାଠୁ ସବୁ ଶିଖିଛି ମୁଁ କରେ। ବାଇଗଣ ଭେଣ୍ଡି ଶାଗ କଖାରୁ କଲରା ଯାଉନ ଦେଖିବୁ ନା ଅଛି ସେଥିରେ ସବୁ। ଆମର ବଜାରରୁ ଅଳ୍ପ ଆସେ କିନ୍ତୁ ଏଠୁ ସବୁ ଆମର ଘରକୁ ଯାଏ। ଏବେ ମୁଁ ଖାଇନି ଏବେ ଖାଇବା ତମେ ଝିଅ ମାନେ ଆସିନାହାନ୍ତି ତ ମୁଁ ଖାଇନି। ଆଉ ସୁର ଭାଇ ତାଙ୍କର ଖାଇ ଦଉଛନ୍ତି। ନାଇଁ ମୋ ଖାଇବାଟା ସେ ବହୁତ ଭଲ ପାଆନ୍ତି ଖାଇବାକୁ।